ଫସିଥିଲା ଭାରତ, ଜିତାଇ ଦେଲେ ଅକ୍ସର। ଏଜବାଷ୍ଟନରେ ଖେଳାଯାଇଥିବା ଭାରତ ବନାମ ଇଂଲଣ୍ଡ ପ୍ରଥମ ଓଡିଆଇ ମ୍ୟାଚରେ ଭାରତ 6 ୱିକେଟରେ ବିଜୟ ଲାଭ କରିଥିଲା, ଯେଉଁଥିରେ ଭାରତର ବିଜୟ ମୁଖ୍ୟତଃ ସୁମନ ଗିଲଙ୍କ 80 ରନର ବିସ୍ଫୋରକ ଇନିଂସ ଏବଂ ଅକ୍ସର ପଟେଲଙ୍କ ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ ଦ୍ୱାରା ପରିଚାଳିତ ହୋଇଥିଲା। ପଟେଲ ଇଂଲଣ୍ଡର ମଧ୍ୟମ ଏବଂ ନିମ୍ନ କ୍ରମକୁ ଧ୍ୱଂସ କରିଥିଲେ। କ୍ୟାରିୟରର ସର୍ବୋତ୍ତମ 62 ରନରେ 4ଟି ୱିକେଟ ନେଇଥିଲେ ଏବଂ ପରେ ଅପରାଜିତ 57 ରନ କରି ଲକ୍ଷ୍ୟକୁ ପିଛା କରିବାରେ ସଫଳ ହୋଇଥିଲେ। ଫଳରେ ଅକ୍ସର ପଟେଲଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ପୁରସ୍କାର ମିଳିଥିଲା। ତେବେ ମ୍ୟାଚରେ କେଉଁ ଖେଳାଳି କେତେ ରନ ବନାଇଲେ ସମସ୍ତ ଅପଡେଟ୍ ଜାଣିବା ପୂର୍ବରୁ ଭିଡିଓଟିକୁ ଗୋଟେ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା, ଯେଉଁଥିରେ ନୂତନ ଗଠିତ ଓପନିଂ ଯୋଡ଼ି ବେନ୍ ଡକେଟ୍ ଏବଂ ଡେବ୍ୟୁଟାଣ୍ଟ ଜାକବ ବେଥେଲ 61 ରନର ଓପନିଂ ପାର୍ଟନରସିପ୍ କରିଥିଲେ। ଉଭୟ ପ୍ରାରମ୍ଭିକ ଓଭରଗୁଡ଼ିକରେ ହେଭି ସୁଇଙ୍ଗ ବଲକୁ ସାମ୍ନା କରି ପାୱାର ପ୍ଲେକୁ ସଫଳତାର ସହ ପଥ ପ୍ରଦର୍ଶନ କରିଥିଲେ, କିନ୍ତୁ 13ତମ ଓଭରରେ ଭାରତୀୟ ପେସର ଗୁରନୁର ବ୍ରାରଙ୍କ ବଲରେ ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲେ। ବେନ୍ ଡକେଟ୍ 43 ରନ କରିଥିଲେ, ଯେତେବେଳେ କି ବେଥେଲ ତାଙ୍କ ଡେବ୍ୟୁରେ 14 ରନ ଯୋଡ଼ିଥିଲେ। ଓପନରଙ୍କ ୱିକେଟ ଦଖଲ କରି ଭାରତୀୟ ଅଧିନାୟକ ସୁମନ ଗିଲ ଯଶପ୍ରୀତ ବୁମରାଙ୍କୁ ଫେରାଇ ଆଣିଥିଲେ, ଯିଏକି ହ୍ୟାରି ବ୍ରୁକ୍ଙ୍କୁ 1 ରନରେ ଆଉଟ୍ କରିଥିଲେ। ତାପରେ ପ୍ରସିଦ୍ଧ କ୍ରିଷ୍ଣ ମିଡିଲ ଅର୍ଡର ଧ୍ୱଂସ କରିବାରେ ସଫଳ ହୋଇଥିଲେ। ସେ 4ଟି ବଲ୍ ମଧ୍ୟରେ ଜସ୍ ବଟଲର ଏବଂ ଶ୍ୟାମ କରଣଙ୍କ ୱିକେଟ ନେଇଥିଲେ। ପ୍ରାରମ୍ଭିକ ଓଭରଗୁଡ଼ିକରେ ୱିକେଟ ହରାଇବା ପରେ 7 ନମ୍ବରରେ ୱିଲ୍ ଜାକ୍ସ ଆସି 20 ରନର ପାରି ଖେଳିଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ଶିବମ ଦୁବେଙ୍କ ବଲରେ ଆଉଟ୍ ହୋଇଗଲେ। ଇଂଲଣ୍ଡ 107 ରନରେ 6ଟି ୱିକେଟ ହରାଇଥିଲା, ଯାହା ଫଳରେ ଦଳର ଗତି ଏକ ଅନିବାର୍ଯ୍ୟ ପତନରୁ ସ୍ଥିରତା ରଖି ପୁନଃଗଠନ କରିବାକୁ ବାଧ୍ୟ ହେଲା। ଗଭୀର ପ୍ରାରମ୍ଭିକ ସମସ୍ୟା ନିମ୍ନ କ୍ରମକୁ ଆକ୍ରମଣାତ୍ମକ ସହ ଖେଳିବା ପରିବର୍ତ୍ତେ ଅତ୍ୟନ୍ତ ପ୍ରତିରକ୍ଷାମୂଳକ ସ୍ଥିର ରଣନୀତି ଗ୍ରହଣ କରିବାକୁ ବାଧ୍ୟ କଲା, ଯାହା ଫଳରେ ଇନିଂସରେ ପରିବର୍ତ୍ତନ ଆସିଲା। ଜୋ ରୁଟ୍ ଏବଂ ଲିଆମ ଡାଉସନ ମିଶି 121 ରନର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ, ଯାହା ସାହାଯ୍ୟରେ ଦଳ 44 ଓଭର ବେଳକୁ 228 ରନ କରିଥିଲା, ଯେଉଁଥିରେ ଲିଆମ 83 ବଲରେ 68 ରନର ଧୂଆଁଧାର ପାରି ଖେଳିଥିଲେ, ଯେତେବେଳେ କି ଜୋ ରୁଟ୍ 76 ରନରେ ଗୋଟିଏ ପଟେ ନଟ୍ ଆଉଟ୍ ରହିଥିଲେ। ତେବେ ବାମହାତୀ ସ୍ପିନର ଅକ୍ସର ପଟେଲ 4ଟି ୱିକେଟ ନେଇ ଇଂଲଣ୍ଡର ଲୋୟର ଅର୍ଡରକୁ ଭାଙ୍ଗି ଏକ ବିଶାଳ ଫାଇନାଲ ସଫଳତାକୁ ରଖିଥିଲେ। ଫଳରେ ଇଂଲଣ୍ଡ 48 ଓଭରରେ 258 ରନରେ ଅଲ ଆଉଟ୍ ହୋଇଥିଲା। ତେବେ 259 ଟାର୍ଗେଟକୁ ପିଛା କରି ଭାରତ 6 ୱିକେଟରେ ବିଜୟ ଲାଭ କରିଥିଲା, ଯେଉଁଥିରେ ମେଘୁଆ ପରିବେଶରେ ଇଂଲଣ୍ଡର ନୂତନ ବଲ୍ ଆକ୍ରମଣ ପ୍ରାରମ୍ଭିକ ଗତି ଏବଂ ବାଉନ୍ସ ପାଇଲା। ଫଳରେ ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପନର ରୋହିତ ଶର୍ମା 11 ରନରେ ଆଉଟ୍ ହୋଇଥିଲେ। ରୋହିତଙ୍କ ୱିକେଟ ପରେ ବିରାଟ କୋହଲି ଗୋଟିଏ ଚୌକା ମାରି 5 ରନରେ ଆଉଟ୍ ହୋଇଗଲେ। ତେବେ ଅଧିନାୟକ ସୁମନ ଗିଲ ଏବଂ ଶ୍ରେୟାସ ଅୟ୍ୟର ଇନିଂସକୁ ପୁନର୍ବାର ଗଠନ କରିଥିଲେ। ଗିଲ 75 ବଲରେ 80 ରନର ଧୂଆଁଧାର ପାରି ଖେଳିଥିଲେ ଏବଂ ରିଟାୟାର୍ଡ ହଟ୍ ହୋଇଥିଲେ, ଯେତେବେଳେ କି ଶ୍ରେୟାସ ଅୟ୍ୟର ତାଙ୍କ ପାଳିକୁ ସ୍ଥିର ରଖିବାରେ ଗୁରୁତ୍ୱପୂର୍ଣ୍ଣ 35 ରନର ଅବଦାନ ଦେଇଥିଲେ। ଉଭୟ ଗିଲ ଏବଂ ଅୟ୍ୟରଙ୍କ 100+ ରନର ଭାଗିଦାରୀ ହୋଇଥିଲା। ଶ୍ରେୟାସ ଅୟ୍ୟର ହ୍ୟାରି ବ୍ରୁକ୍ଙ୍କ ଏକ ଚମତ୍କାର ସିଧାସଳଖ ହିଟ୍ର ଶିକାର ହୋଇଥିଲେ, ଯାହା ଫଳରେ ସେ ରନ ଆଉଟ୍ ହୋଇ ପେଭିଲିୟନ ଫେରିଥିଲେ। ସେତେବେଳେ ଭାରତ 157 ରନ ଅତିକ୍ରମ କରିଥିଲା। ଶ୍ରେୟାସ ଅୟ୍ୟରଙ୍କ ୱିକେଟ ଯିବା କ୍ଷଣି କେଏଲ ମଧ୍ୟ ତୁରନ୍ତ ନିଜ ୱିକେଟ ହରାଇଥିଲେ, ଯାହା ରନ ଚେଜ ସମୟରେ ଭାରତକୁ ମୁସ୍କିଲ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ପ୍ରାରମ୍ଭିକ ୱିକେଟ ଏବଂ ମଧ୍ୟକ୍ରମର ବିପର୍ଯ୍ୟୟ ପରେ ଅକ୍ସର ପଟେଲ କ୍ରିଜକୁ ଆସି 57 ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ସେ ୱାଶିଂଟନ ସୁନ୍ଦରଙ୍କ ସହ 102 ରନର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। 4 ରନ ଆବଶ୍ୟକ ଥିବାବେଳେ ସୁନ୍ଦର ଛକା ମାରି ଇନିଂସକୁ ସଫଳ କରିଥିଲେ ଏବଂ ନିଜର ଅର୍ଦ୍ଧଶତକ ପୂରଣ ମଧ୍ୟ କରିଥିଲେ। ଏହାରି ସହ ଭାରତ ବନାମ ଇଂଲଣ୍ଡ ସିରିଜରେ ଭାରତ 1-0ରେ ଇଂଲଣ୍ଡଠାରୁ ଆଗୁଆ ଅଛି। ତେବେ ଆପଣମାନଙ୍କୁ କଣ ଲାଗୁଛି, ଦ୍ୱିତୀୟ ଓଡିଆଇ ମ୍ୟାଚରେ ଭାରତ ବିଜୟ ଲାଭ କରି ସିରିଜଟିକୁ ହତେଇବ କି? ତା କମେଣ୍ଟ ମାଧ୍ୟମରେ ଜଣାନ୍ତୁ।